ଯେତେବେଳେ ଲୋକମାନେ ସମସ୍ତେ ତୁମର ବିରୁଦ୍ଧରେ ଥାନ୍ତି ନହେଲେ ତୁମକୁ ବିଶ୍ୱାସ କରନ୍ତି ନାହିଁ, ଏହା ଏକ ଏକାକୀ ଅନୁଭବ ଲାଗେ ଓ ଏହା ବହୁତ ଯନ୍ତ୍ରଣା ଦିଏ ଭିତରେ ଭିତରେ। ମୁଁ ଜାଣିଛି ଏହା କିପରି ଲାଗେ। ସେମାନେ ତୁମକୁ ସେହି ଦୃଷ୍ଟିରେ ଦେଖିଥାନ୍ତି ଓ କହୁଥାନ୍ତି ମଧ୍ୟ ଯେ ତୁ କାହିଁକି ହାର ମାନୁନୁ, ଅନ୍ୟ କିଛି ଚେଷ୍ଟା କର। ହେଲେ ଦୋସ୍ତ, ଏହିପରି ଲୋକଙ୍କ ଠାରୁ ଦୂରେଇ ଯାଅ। ତୁମର ଲାଇଫ୍ରେ ଯେଉଁମାନେ କିଛି କରୁନାହାନ୍ତି ସେମାନଙ୍କ ଠାରୁ ଦୂରେଇ ଯାଅ। ତୁମକୁ ଘୃଣା କରୁଥିବା ଲୋକଙ୍କ ଠାରୁ ଦୂରେଇ ଯାଅ। ଦେଖ, ଯଦି ତୁମେ ଏକ ଓକ୍ ଗଛର ମଞ୍ଜି ନେଇ 2 ଫୁଟ ଗାତରେ ପୋତିଥାଅ, ସେହି ମଞ୍ଜି କେବେ ବିଶାଳ ଗଛ ହୋଇପାରିବ ନାହିଁ, କାରଣ ତା'ର ବିକାଶ ଅଟକିଯିବ। ଯେତେବେଳେ ତୁମକୁ ପଥର ଫୋପାଡ଼ିବେ ତୁମେ ପ୍ରସ୍ତୁତ ରୁହ। ଆଉ ମୁଁ ସେମାନଙ୍କୁ ସମ୍ମାନ କରୁଛି ଯେ ପ୍ରତିଦିନ ଉଠି ନିଜର କଠିନ ପରିଶ୍ରମ କରିଥାଏ। ଏବେ ତୁମ ପାଖରେ ବୁଲିବା ପାଇଁ ଟାଇମ୍ ନାହିଁ। ତୁମେ ନିଜକୁ କହ କି ଏବେ ମୋ ପାଖରେ ସମୟ ନାହିଁ ବୁଲିବା ପାଇଁ। ଏବେ ମୁଁ ଯାଉଛି କଠୋର ପରିଶ୍ରମ କରିବା ପାଇଁ। ହେଲେ ଏଠି କିଏ ସାଥ ଦେବେ ନାହିଁ। ଏକାର ଅନୁଭବ ସହିବାକୁ ହେବ। ବେଲେ ବେଲେ ନିଜକୁ ଡାଉଟ୍ ହେବ, ବାରମ୍ବାର ଅସଫଳ ହେବ, ବାରମ୍ବାର ନିରାଶ ଲାଗିବ। ଜୀବନ ସବୁବେଳେ କିଛି ବଡ଼ କରିବା ପାଇଁ ବଡ଼ ଭାବିବାକୁ ପଡ଼େ ଆଉ ସବୁବେଳେ ଏହାର ପ୍ରସ୍ତୁତ ହେବାକୁ ହେବ। କେମିତି ପ୍ରୋବ୍ଲେମରେ ଅଛ, ଲୋକମାନେ କ'ଣ କହିବେ, ସମସ୍ତେ ତୁମର ବିରୁଦ୍ଧ ହେବେ। ମୌକା ପଡ଼ିଲେ ଭୟ, ସବୁକିଛି ହରାଇବାର ଭୟ। ଆଉ ମୋ ପାଖରେ କ'ଣ ଅଛି, ଲୋକ ଭାବିବେ ତୁମେ ପାଗଳ ଅଟ। ଏଠି ତୁମ ବିଷୟରେ କଥା କହିବେ ଓ ଲୋକମାନେ ତୁମକୁ ମଜାକ ଉଡ଼ାଇବେ। ସେମାନେ ତୁମକୁ ଡାଉଟ୍ କରିବେ। ହେଲେ ଦୋସ୍ତ, ଏ କଠିନ ପରିଶ୍ରମର ଖେଳ ହିମ୍ମତ ମାଙ୍ଗିଥାଏ। ହେଲେ ଦୋସ୍ତ, କମେଣ୍ଟ କରିକି କହ ଯେ ତୁମର ବଳିଦାନରେ ବିଶ୍ୱାସ ଅଛି। ତୁମେ ଜାଣିଛ, ସବୁଠାରୁ ବଡ଼ ପରିବର୍ତ୍ତନ ପାଇଥିବା ସଫଳତା ଅଟେ ସେ ଲୋକମାନଙ୍କୁ କହିବା, ଚିତ୍କାର କରିବା, ମାରିବା ପରିବର୍ତ୍ତେ ତାହାକୁ ସଫଳ ହୋଇ ଦେଖାଇ ଦିଅ ଯେ ତୁମେ କିଏ ଓ କ'ଣ କରିପାରିବ।